ସାଇକେଲରେ ରକେଟ୍ ବୋହିବାଠାରୁ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ବିଜ୍ଞାନ ଯାତ୍ରା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଆଜି ଜାତୀୟ ବିଜ୍ଞାନ ଦିବସ। ଠିକ୍ 98 ବର୍ଷ ତଳର ଆଜି ଦିନରେ ସିଭି ରମଣ ନିଜର ଯୁଗାନ୍ତକାରୀ ଆବିଷ୍କାର ରମଣ ଇଫେକ୍ଟ ଜରିଆରେ ବିଶ୍ୱକୁ ଚକିତ କରିଥିଲେ। ସେହି ଗୋଟିଏ ଲାବୋରେଟୋରୀରେ ଆବିଷ୍କାର କିଭଳି ଆଜି ଭାରତକୁ ମହାକାଶର ମୁକୁଟ ପିନ୍ଧାଇଛି, ଆସନ୍ତୁ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ। ପରୀକ୍ଷାଗାରରୁ ବ୍ରହ୍ମାଣ୍ଡ, ବିଜ୍ଞାନର ବିଜୟ ଗାଥା। ଭାରତର ମହାକାଶ କାର୍ଯ୍ୟକ୍ରମ 1960 ଦଶକରେ ଏକ ଛୋଟ ପରୀକ୍ଷାଗାରରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ବୈଜ୍ଞାନିକ ବିକ୍ରମ ସାରାଭାଇ ଏକ ସ୍ୱପ୍ନ ଦେଖିଥିଲେ। ସେହି ସମୟରେ ସମ୍ବଳର ଅଭାବ ଥିଲେ ମଧ୍ୟ ଭାରତୀୟ ବୈଜ୍ଞାନିକମାନେ ସାଇକେଲ ଏବଂ ବଳଦ ଗାଡ଼ିରେ ରକେଟ୍ ଅଂଶ ପରିବହନ କରି ନିଜର ନିଷ୍ଠା ପ୍ରଦର୍ଶନ କରିଥିଲେ। 1962 ମସିହାରେ ଇନକୋସ୍ପର ପରବର୍ତ୍ତୀ ସମୟରେ ଇସ୍ରୋର ଗଠନ ଏହି ଯାତ୍ରାର ମୂଳଦୁଆ ପକାଇଥିଲା। 1975 ମସିହାରେ ଭାରତର ପ୍ରଥମ ସ୍ୟାଟେଲାଇଟ୍ ଆର୍ଯ୍ୟଭଟ୍ଟ ମହାକାଶକୁ ପ୍ରେରଣ କରାଯାଇଥିଲା, ଯାହା ଭାରତକୁ ବିଶ୍ୱ ମାନଚିତ୍ରରେ ଏକ ନୂତନ ପରିଚୟ ଦେଇଥିଲା। ସମୟାନୁକ୍ରମେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ନିଜର ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ବିଶ୍ୱକୁ ଚକିତ କରିଦେଲା। 2008 ମସିହାରେ ଚନ୍ଦ୍ରୟାନ-1 ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରି ବୈଜ୍ଞାନିକ ଜଗତରେ ହଲଚଲ ସୃଷ୍ଟି କରିଥିଲା। ଏହାପରେ 2013 ମସିହାରେ ମଙ୍ଗଳୟାନ ମିଶନରେ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚି ଭାରତ ଏସିଆର ପ୍ରଥମ ଦେଶ ଭାବେ ଇତିହାସ ରଚିଥିଲା। ଏହି ଯାତ୍ରାର ସବୁଠାରୁ ବଡ଼ ସଫଳତା ଥିଲା ଚନ୍ଦ୍ରୟାନ-3ର ସଫଳ ଅବତରଣ, ଯାହା ଭାରତକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ଦେଶ ଭାବେ ଗୌରବ ପ୍ରଦାନ କଲା। ଏହି ମିଶନରେ ଓଡ଼ିଶାର ବୈଜ୍ଞାନିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରାଜ୍ୟ ପାଇଁ ଏକ ଗର୍ବର ବିଷୟ। ଆଜିର ଏହି ଆଧୁନିକ ଭାରତ, ଯେଉଁଠି ବିଜ୍ଞାନ କେବଳ ପାଠ୍ୟପୁସ୍ତକରେ ସୀମିତ ନାହିଁ, ବରଂ ପ୍ରତ୍ୟେକଟି ଭାରତୀୟଙ୍କ ସ୍ୱପ୍ନରେ ପ୍ରତିଫଳିତ। ସାଇକେଲରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଚନ୍ଦ୍ରକୁ ଛୁଇଁ ସାରିଛି। ଆସନ୍ତୁ ଜାତୀୟ ବିଜ୍ଞାନ ଦିବସରେ ଆମେ ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ ଜଣାଇବା ଏବଂ ଏକ ବିଜ୍ଞାନ ଭିତ୍ତିକ ସମାଜ ଗଠନ ପାଇଁ ସଂକଳ୍ପ ନେବା। ବିଜ୍ଞାନର ଜୟ ହେଉ, ଭାରତର ଜୟ ହେଉ। ନମସ୍କାର।